ଏଇ ପିଲାମାନଙ୍କ ମୁହଁ ଦେଖି ଦିନ କଟେଇବା କଥା। ଭଗବାନ ତ ଯାହାକୁ ଯାହା ଦେଇଛନ୍ତି କ'ଣ କରିବା। ସବୁ ଭଉଣୀମାନେ କହନ୍ତି ଭଗବାନ ହିଁ ଯାହା ଦେଇଛନ୍ତି ସେଇଟା ଆମେ ସ୍ୱୀକାର କରିନେଇଛୁ। ସବୁ ମାଆ ମାନେ, କେବଳ ମୁଁ ନୁହେଁ। ତାଙ୍କରି କାମରେ, ତାଙ୍କମାନଙ୍କ ହସରେ, ତାଙ୍କମାନଙ୍କର କେମିତି ସେମାନେ ଭଲ ରହିବେ, ଏମିତି କରି କରି ଆମ ଦିନ କଟିଯାଏ। ଗୁଡ଼୍ ମର୍ଣ୍ଣିଂ। ପୁଣି ଆଜି ଗୋଟେ ସୁନ୍ଦର ସକାଳରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ସମୟ ମାତ୍ର 5:30। 5:30 ସମୟରେ ଆମେ ସମସ୍ତେ ଉଠି ପଡ଼ିଛୁ। ଆଜି ସଣ୍ଡେ, କିନ୍ତୁ ମୋ ଝିଅର ଡ୍ରଇଂ ଏକ୍ଜାମ୍ ଅଛି, ତ ସେଥିପାଇଁ ସିଏ ଟିକେ ପ୍ରିପେୟାର ହେଉଥିଲା। କାଲି ହେଇଛି, ଆଉ ଅଳ୍ପ ବାକି ଅଛି, ସେ ନିଜେ ଟିକେ ଆଉ ଦେଖିବ। ମୋର ବର୍ତ୍ତମାନ ଗୋଟେ ବ୍ଲାଉଜ୍ ଆପାତତଃ ଖାଲି ପାଇପିଂ ଲାଗିବ, ଆଉ ସମସ୍ତ କାମ କମ୍ପ୍ଲିଟ୍ ହେଇଛି। ମୁଁ 4ଟା ପାଖରୁ ଉଠିକି କାମ କରୁଛି। ମୋର ଅଭ୍ୟାସ ଅଛି ଛୁଆମାନେ ଶୋଇଲେ ପାଦ ଟିପି ଟିପି କାମ କରା। ଆଉ ଯେଦିନ କାମ ଥାଏ ଆପଣମାନେ ସେଇଦିନକା ସିଚୁଏସନ୍ ଟିକେ ଦେଖାଉଛି ଆପଣଙ୍କୁ। ତ ଏଇ ଯେ ଦେଖିପାରୁଥିବେ, ଯେ ଦିନ ମୋର ବେଶୀ କାମ ଥାଏ, ମାନେ ସକାଳେ ମୋତେ କୁଆଡ଼େ ଯିବା ପାଇଁ ହୁଏ, ସେଇ ଦିନ ନିଶ୍ଚିତ ଭାବରେ ଆମର କୁମକୁମ ମାମା ଉଠି ପଡ଼େ। ଏଇଟା କାହିଁକି ଏମିତି ଘଟଣା ଘଟେ ମୁଁ ଜାଣେନି। ମୁଁ ଭାବେ ତାକୁ ଲୁଚି ଛପିକି ପଳେଇ ଯିମି, କିନ୍ତୁ କୌଣସି ମୋତେ ହେବନି। ଆଜି ପୂଜା ଥିବ ଯଦି ତାହେଲେ ଜଲ୍ଦି ଜଲ୍ଦି ରେଡ଼ି ହେବି, କିନ୍ତୁ ସେ ସେଦିନ ଭୋର ଉଠି ପଡ଼ିବ। ଏମିତି ସେ କରେ, କିନ୍ତୁ ଆମର ଅଭ୍ୟାସ ବି ହେଇଗଲାଣି ତାକୁ ନେଇକି ଚଳିବାର, ତ କିଛି ପ୍ରୋବ୍ଲେମ୍ ହୁଏନି। ତ ଚାଲନ୍ତୁ ପୁଣି ଟିକେ ମନ ବହଲିବା ପାଇଁ ଚାଲିଗଲି ଛାତ ଉପରକୁ। ଏଇ ଛୋଟ ଛାତ ହେଲେ ବି ମୋର 2ଟା ଫୁଲ ଫୁଟିଥିଲେ ମନ ମୋର ଏତେ ଖୁସି ଲାଗେ। ମୁଁ ବାରମ୍ବାର ଆପଣମାନଙ୍କୁ ଦେଖାଏ, କାହିଁକିନା ମୋ ମନ ଏଇଠି ପରିବର୍ତ୍ତନ ହୁଏ। କେ ଗଛଟା କେମିତି, କେଟା ଗାମଲା ଭାଙ୍ଗିଗଲାଣି, ଏଟା ଏମିତି କରତେ ହେବ, ସବୁ ଜିନିଷର ଦାୟିତ୍ୱ ମୁଁ ନିଏ। ଆଉ ରୂପାଲି 100 to 100% ମୋତେ ସାଥ ଦିଏ। ସିଏ ସବୁବେଳେ ଛାତଟା ସଜାଏ, ବାରମ୍ବାର ସିଏ ବି ଆସିକି ଛାତକୁ ଦେଖେ ବୋଲି ଆମର ମନ ପ୍ରାଣ ଏଇଠି ହିଁ ଥାଏ। ଗୋଟେ ଗଛରେ ଗୋଟେ ଫୁଲ ଫୁଟିଲେ ନା ଆମେ ଭାରି ଖୁସି ହେଉ। ମୁଁ ଜାଣିଛି ଅନେକ ଜଣଙ୍କର ଅନେକ ଛାତରେ ଅନେକ ଫୁଲ ଫୁଟେ, କିନ୍ତୁ ଆମର କ'ଣ କରିବା, ଆମର ଯାହା ଫୁଟିଛି ଆମେ ସେତିକିରେ ସନ୍ତୁଷ୍ଟ ହେଉ। ସବୁବେଳେ ମୁଁ ବୁଝିଯାଏ ମୋର ଯେତିକି ଅଛି ମୁଁ ସେତିକିରେ ଖୁସି ହେବି। କାହାର ଦେଖିକି ମନ ଭିତରେ ସେଇ ଖରାପ ଭାବନା ଆଣେନି, ନହେଲେ ମୁଁ ସୁଖରେ ରହିପାରିବିନି। କି ଚलो ଏ ରଖାଉଛ ନା ପାଣି, ଦେଖ 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 ଦେଖ, ଛୋଟ ଛୁଆ ବୁଡୁ 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 ବୁଡୁ। ହଁ ପକା 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 ଭଲି ପକା ଖାଇବା ପାଣି। ଏସ୍ ପୁରା ଉଦା ହେଇଗଲା, ଛାଡି ଦେ। ରୂପାଲି ତାକୁ ଖୋଇ ସାରିଲାଣି। ଟାଇମ୍ ତ ଛେପ କେମିତି ପକଉଛି ଦେଖନ୍ତୁ ତା ଉପରକୁ। ବର୍ତ୍ତମାନ ରୋଷେଇ ମୋ ଘରର ଅବସ୍ଥା ଦେଖିଥିବେ। ସାନ ଝିଅ ତାର ଡ୍ରଇଂ ପାଇଁ ପ୍ରାକ୍ଟିସ୍ କରୁଛି, ତାର ତ ଏକ୍ଜାମ୍ ଅଛି। ଟିକେ ଆଳୁ ଭଜାଟା କରିଛି। ତ ରୋଷେଇ ପ୍ରାୟ ଅଧା ଅଧି ହେଇଗଲାଣି। ଭାତ ହେଇଗଲାଣି, ଭାତର ପାଣି ଢାଳି ଦିଆଯିବ। ଆଉ ଏଟା ହେଉଛି ନିମ ପତୁଆ କରିଛି ଆଜି, କାହିଁକିନା ଯେହେତୁ 9ଟା 9:30 ଭିତରେ ବାହାରିବା ପାଇଁ ହେବ। 7ଟା ହେଇଗଲାଣି ଅଲରେଡ଼ି। ତ ଗାଧେଇକି ପଳେଇବି, କୁମକୁମକୁ ବାଥରୁମ୍ରେ ବସି ତା କାମ କମ୍ପ୍ଲିଟ୍ କରିବା ପାଇଁ ହେବ। ଅନେକ କିଛି କାମ କମ୍ପ୍ଲିଟ୍ କରିବା ପାଇଁ ହେବ, ତ ସେଇ ଅନୁଯାୟୀ ଜଲ୍ଦି ଜଲ୍ଦି ସବୁ ରେଡ଼ି କରିଛି। ଯାହା ଯେତିକି ସିମ୍ପଲ୍ ଖାଇବା, ତା ଜନ୍ମଦିନରେ ତ ସବୁ ଖିଆଖୁଇ ହେଇଥିଲା, ମାନେ ଶୁକ୍ରବାର ଦିନ ସବୁ ଖିଆଖୁଇ ହେଇଥିଲା। ଆଉ ଆଜି ଆଉ କିଛି ସେମିତି ନାହିଁ, କାହିଁକିନା ଆମେ ପଳେଇ ଯିବୁ ନା, ମାନେ ବଡ଼ ଦିଦି ଯିବ, ମୁଁ ଯିବି। ତ ସେଥିପାଇଁ ଆଜି ସିମ୍ପଲ୍ ଭାତରେ ପାଣି ଢାଳି ଦେଇଛୁ। ତରକାରୀ ବି ଶୁକ୍ରବାର ଟିକେ ସେ ତରକାରୀ କ'ଣ କ'ଣ ସବୁ ଅଛି ମିଶି ମିଶାଇକି ଖାଇଦେବୁ। ଆଉ କୁମକୁମକୁ ଅଲରେଡ଼ି କିଛି ବି ଉଲ୍ଟାପାଲ୍ଟା ଦିଆଯାଉନି, କାହିଁକିନା ସେ ତାର ମାନେ ପାଇଖାନା ପ୍ରୋବ୍ଲେମ୍ ହେଉଛି, ଟିକେ ହଜମ କରିପାରୁନି। ତେଣୁ ତାକୁ ପୁରା ମୁଢ଼ି ପାଣି ଢାଳିକି ଦିଆହେଉଛି, ରୁଟି ଦିଆହେଉନି, ଭାତର ପାଣି ଢାଳିକି ଦିଆହେଉଛି। ତା ମନ ପସନ୍ଦ ନହେଲେ ବି ତାକୁ ଦିଆହେଉଛି, କିନ୍ତୁ କିଛି କରାର ଉପାୟ ନାହିଁ। ସବୁକିଛି ଭାବିକି ବି ତ ମନ ଖରାପ ହେଇଯାଏ। ଭଲ ଯାହା ବି କରିବି କୁମକୁମ ପାଇଁ ହିଁ କରେ, ସେ ଟିକେ ଭଲ ଖାଏ। କିନ୍ତୁ ଏବେ ସିଚୁଏସନ୍ ଆସ୍ତେ ଆସ୍ତେ ବିଗୁଡ଼ୁଛି। ମନ ଭିତରେ ବହୁତ କିଛି କଷ୍ଟ ହେଉଛି, କିନ୍ତୁ ବଞ୍ଚିବା ପାଇଁ ହେବ। ସାନ ଝିଅ ଅଛି, ଆମେ ସମସ୍ତେ ଅଛୁ। ଭଗବାନ ଆମକୁ ଆଣିକି ଏମିତି ପରିସ୍ଥିତିରେ ମାନେ ଛିଡ଼ା କରିଛି। ଜୀବନରେ ବହୁତ କିଛି ଦେଖିବା ପାଇଁ ହେଉଛି କୁମକୁମକୁ ନେଇକି, ସେଇଟା ହିଁ ବେଶୀ ଖରାପ ଲାଗୁଛି। ମୁଁ କେବେ ଚାହିଁବି ସେୟାର କରିବି ଆପଣମାନଙ୍କୁ ମୋ ମନ କଥା, ସେଇଟା ହିଁ ଆଶା ରଖିଛି। ବ୍ୟସ୍ତ ରହିଛି, ତ ଚାଲନ୍ତୁ ପୁଣି ଦିନ ଆଗେଇବା। এই যে ଦେଖନ୍ତୁ ସମସ୍ତ କାମ ଶେଷ କରିକି ମୁଁ ରେଡ଼ି ହେଇଗଲି। ଗରମରେ ଯେ ଝାଳ ହେଉଛି, ରେଡ଼ି ହେବାର କିଛି ମାନେ ନାହିଁ। ଏଇ ଗରମ ଦିନରେ ଟୋଟାଲି ମୋ ମୁହଁରେ କୌଣସି କ୍ରିମ୍ ମୋର ସୁଟ୍ ହୁଏନି, ଖାଲି ଝାଳ ହୁଏ ମୁହଁ। ସେଥିପାଇଁ ଖାଲି ଟିକେ
ମାନେ ଟିକିଲି ଲଗା ଅଛି, ଟିକେ ସିନ୍ଦୁର, ଟିକେ ଲିପଷ୍ଟିକ୍, କାଜଲ, ଏତିକି 4ଟା ଜିନିଷ ୟୁଜ୍ କରେ। କୁମକୁମକୁ ଗାଧେଇ ସାରିଛି, କୁମକୁମ ଖାଇସାରିଛି। କୁମକୁମକୁ ମାନେ ଏଇପରି ଅବସ୍ଥାରେ ଛାଡ଼ି ଦିଆଉ, ସେ ବସିଲାକୁ ତାର ହାତ ମାନେ ହାଡ଼ ସବୁ ବଥା ହେଉଛି, ସେଥିପାଇଁ ତାକୁ ଶୋଇ ଦେଇକି ସେ ତା ଟିଭି ଦେଖିବ, ଆମେ ବାହାରିବୁ ମାନେ ଏଇ ଯେ ଦେଖିପାରୁଥିବେ ଦିଦି, ମୁଁ ଆଉ ମୋର ଗୁନଗୁନ ଡ୍ରଇଂ ଏକ୍ଜାମ୍ ଦେବା ପାଇଁ ଯିବ। ନିଜେ ନିଜେ କ'ଣ ପ୍ରିପେୟାର ହେଇଛି, ତା ନିଜେ ମୋବାଇଲରୁ ଦେଖିକି ସବୁ କରିଛି। ତେଣୁ ଯାହା ବି କରିବୁ ଗୋଟେ ଏକ୍ଜାମ୍ ସେ ଆଟେଣ୍ଡ କରୁ, ଏଇଟା ମୋର ଆଶା। ଡ୍ରଇଂଟା ତାର ଟିକେ ମୋ ହିସାବରେ ସେ କରିପାରେ, ସେଥିପାଇଁ ମୁଁ ତାକୁ ନେଇକି ଯାଉଛି। ମାନେ ଦେ ପ୍ରୋବ୍ଲେମ୍ ସବୁ ଫେସ୍ କର, ଯାହା ଭଲ ହଉ ଖରାପ ହଉ ତୁ ଚାଲ। ତାପରେ ସେଠୁ ଏକ୍ଜାମ୍ ଦେଇକି ଗୁନଗୁନ ଆସିଲା ପରେ ରୂପାଲି ଆମର ଦେଖିପାରୁଥିବେ ଶାଗ ମେଞ୍ଚେ ତୋଳିକି ଶାଗ ବାଛୁଛି। ଆଉ ଡ୍ରଇଂ ମାନେ ଗୁନଗୁନ ଡ୍ରଇଂ ଏକ୍ଜାମ୍ରେ କ'ଣ ପ୍ରିପେୟାର ହେଇଥିଲା ଦେଖନ୍ତୁ। ବିବେକାନନ୍ଦ କରିଛି, ଆଉ ଏଠି ରବୀନ୍ଦ୍ରନାଥ ଠାକୁର ନିଜେ ଏଇଟା ବସିକି ସେ ମାନେ ମୋବାଇଲ ଦେଖିକି ପ୍ରାକ୍ଟିସ୍ କରିଥିଲା। ଆଉ ସୁଭାଷ ଚନ୍ଦ୍ର ବୋଷ, ଏଇ 3ଟା ଥିଲା, ସେ 3ଟା ମୋତେ ପ୍ରିପେୟାର ହେଇଯାଇଥିଲା। ତାକୁ ମାନେ ତାର ବିବେକାନନ୍ଦ ସେ କରିକି ଆସିଛି, ଜାଣେନି କ'ଣ ହେବ କ'ଣ ନାହିଁ, ସେ ଭଗବାନ ଜାଣନ୍ତି। ସନ୍ଧ୍ୟା ହେଇଗଲା, ସନ୍ଧ୍ୟା ମାନେ 4:30 5ଟା ଭିତରେ ଟାଇମ୍ଟା। ମୁଁ ସମସ୍ତ କାମ ସାରିକି, ଗରମ ତ କେମିତି ହେଉଥିବ, ମାର୍କେଟିଂ ବାହାରିଲି। କାହିଁକିନା ମଙ୍ଗଳବାର ଅଛି ସଂକ୍ରାନ୍ତି, ସୋମବାର ପ୍ରବଳ ଭିଡ଼ ହେବ। ଦିଦି କହିଲା ମିନୁ ଚାଲ, ପରିବା ବି କିଛି ଆଜି ଅଣା ହେଇନି, ଡ୍ରଇଂ ଏକ୍ଜାମ୍ ଥିଲା ଗୁନଗୁନର ବୋଲି। ଦିଦି ମୁଁ ଯାହା ମାର୍କେଟିଂ କରିବା ଥରକର ସରିବନି, ଏଇ ଯେ ବାହାରିଲେ 2ଥର ମାର୍କେଟିଂର ସରିବ। ମାର୍କେଟିଂ ମାନେ 7ଟା 8ଟା ହେବ। ଥରେ ଆଣିକି ପରିବା ରଖିଦେଇଯିବି, ତାପରେ ଥରେ ଫଳ, ଛତୁଆ, ଗୁଡ଼ ସବୁ ନେଇକି ଆସିବି। ଏଇସବୁ କାମ ଯାହା ହେଲେ ବି ଠାକୁରଙ୍କୁ ଟିକେ ସଂକ୍ରାନ୍ତିରେ ଛତୁଆ ଗୁଡ଼ ଭୋଗ ଦେବି, ଏଇଟାই ଆମେ ଦିଦି ବି ଦିଏ, ମୁଁ ବି ଦିଏ। ଆଉ ସିମ୍ପୁଲ୍ ହେଲେ ବି କିନ୍ତୁ ଠାକୁରଙ୍କୁ ଯେମିତି ଯାହା କରିବା କଥା ସେମିତି କରେ। ମୁଁ ବାହାରିଗଲା ପରେ ରୂପାଲିକୁ କହିଥିଲି, ରୂପାଲି ତୁ କିଛି ଭିଡ଼ିଓ କରି ରଖିଥିବୁ ଦେଖି କ'ଣ କରୁଛନ୍ତି ସମସ୍ତେ ଛୁଆମାନେ। ମୁଁ ନଥିଲା ପରେ ମୋବାଇଲ ରଖିଦେଇଥିଲି। ରୂପାଲି କୁମକୁମକୁ ଖୋଇ ଦେଇକି ତାର ଏଇ ଭିଡ଼ିଓଟା ସେ କରିଥିଲା। କୁମକୁମ ତାର ଟିଭି ପାଖରେ ବସେ। କୁମକୁମକୁ ଆଜି ମୁଁ ମେଡ଼ିସିନ ଆଣିକି ଦେଇଥିଲି, ତାର ମାନେ ଦେହ ହାତ ବଥା କମିବା ପାଇଁ କିଛି ମେଡ଼ିସିନ ମୁଁ ତା ପାଇଁ ଆଣିଥିଲି, ଯେଉଁଟାକି ସେ ଆଜି ଗୋଟେ ଟାଇମ୍ ଖାଇକି ମୋର ମନେ ହେଉଛି ଟିକେ ଇମ୍ପ୍ରୁଭ୍ ଅଛି, ଭଲ ଅଛି। ତ ଯାହା ବି ହଉ ତାକୁ ଭିଡ଼ିଓ କରିଥିଲା, ସେଇଟା ମୁଁ ଦେଖେଇଦେଲି। ଏଇଟା ମୁଁ ନଥିବା ଅବସ୍ଥାରେ। ଆଉ ଦେଖନ୍ତୁ, ମା ନାହିଁ ମାନେ ପାଠ ପଢ଼ାର ଟୋଟାଲି ନାହିଁ। କ'ଣ ବା କହିବି ଛୁଆମାନଙ୍କୁ, ସେ ତାର ବସି କାଗଜ କାଟୁଛି। ବର୍ତ୍ତମାନ ମୁଁ ଆସିଲା ପରେ ମୋ ବଡ଼ ଝିଅ ସାନ ଝିଅକୁ ଟିକେ ବିରକ୍ତି ହେଲି, ପାଠ ପଢ଼, ସେ କ'ଣ ପଢ଼ୁଛି, ମୁଁ କ'ଣ କରୁଛି ଦେଖନ୍ତୁ। ମାଆଙ୍କ ସାଙ୍ଗରେ ଟିକେ ଫୋନ୍ରେ ଗପିଦେଲି। ତାପରେ ଛୁଆମାନଙ୍କ ପାଇଁ ପିଠଉ ଥିଲା ଜନ୍ମଦିନରେ, ମୁଁ ଟିକେ ଏକ୍ସଟ୍ରା କରିକି ରଖିଦିଏ। ଏଇ ପିଠଉ ରୂପାଲି ଆଳୁ ସିଝେଇ ଦେଇଥିଲା, ମୁଁ ତାକୁ ମସଲା ଗାଜର କୁରା ହେକା ଦେଇକି ତାକୁ ରେଡ଼ି କରିଦେଲି, ଛୁଆମାନେ ଖାଇବେ। ଏଇଟା ହିଁ ଜୀବନ, ଏମାନଙ୍କୁ ନେଇକି ଖୁସିରେ ଅଛି। ମୋ ହଜବେଣ୍ଡ ସାଙ୍ଗରେ ଟିକେ ରାତି ହେଲେ କଥା କୁହେ ଯେ ତୁମେ ଠିକ୍ ଅଛ ନାହିଁ। ସକାଳେ ଉଠିବି ଆଗେ ତାଙ୍କୁ ଟିକେ ଫୋନ୍ କରିବି, ପୂଜା କରିସାରିକି ଫୋନ୍ କରେ, କାହିଁକିନା ସେ ଟିକେ ଲେଟ୍ରେ ଉଠନ୍ତି, ଯେ ତୁମେ ଠିକ୍ ଅଛ ନା ନାହିଁ। ଜୀବନଟା କେଠି ନା କେଠି ସମସ୍ତେ ଠିକ୍ ଥାଉ, ଏଇଟା ହିଁ ଚାହେଁ। ସାନ ଝିଅକୁ ଟିକେ ଗାଳି ଦେଲାରୁ ମୋବାଇଲରେ ପାଠ ଗୁଡ଼ା କରୁଛି, ମାନେ ମ୍ୟାଥ୍ କରୁଛି, ବହି ତାଙ୍କର ମିଳିନି। ଆଉ ଆମର ପାଗଲି ମାମାକୁ ଦେଖିପାରୁଥିବେ, ସେ କେମିତି ଅବସ୍ଥାରେ ଅଛି। ସତ କୁହନ୍ତୁ, ଏଇଟା ହିଁ ଜୀବନ। ଏମାନଙ୍କୁ ନେଇକି ଦିନ ମୋର କେମିତି କଟିଯାଉଛି ମୁଁ ସେଇଟା ଜାଣିପାରେନି।